ବଳଙ୍ଗା ଘଟଣାରେ ପୋଲିସର ତଦନ୍ତ କାର୍ଯ୍ୟାନୁଷ୍ଠାନ ଡାକ୍ତରୀ ଦଳଙ୍କର ଉଦ୍ୟମ ସରକାରଙ୍କ ଉଦ୍ୟମ ସବୁକୁ ରାଜ୍ୟବାସୀ ଏବଂ ତାଙ୍କ ପରିବାରବାସୀ ପ୍ରଶଂସା କରୁଥିବା ବେले ବିଜୁ ଜନତା ଦଳକୁ ଆକ୍ଚୁଆଲି ନିଦ ହେଉନି। କ'ଣ କହିଲେ ପୁଣି କ'ଣ କଲେ ସେ କଥା ପୁଣି ଉଠିବ ଟିକେ ଆଉ ଆଲୋଚନାକୁ ଆସିବ। ଏ ଉଦ୍ୟମ କରୁଛନ୍ତି ସେମାନେ। ଯେଉଁ ଭିଡ଼ିଓ ଭାଇରାଲ କଥା ଗୋଟେ କହୁଛନ୍ତି ତଦନ୍ତ ତା ବାଟରେ ଚାଲିଛି, ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୋଲିସ ତା କାର୍ଯ୍ୟ କରୁଛି। ଯେଉଁ ଭିଡ଼ିଓକୁ ଦେଖେଇକିରି ସେମାନେ ସୋସିଆଲ ମିଡ଼ିଆରୁ କହୁଛନ୍ତି ତା ସମ୍ପର୍କରେ ପ୍ରଶ୍ନ ଉଠାଉଛନ୍ତି ସେ ଭିଡ଼ିଓ ସତ କି ମିଛ କି ଯଦି ସତ ତାକୁ କିଏ କରିଛି ସେଟା ତଦନ୍ତକାରୀ ସଂସ୍ଥା ଦେଖିବ। ଏବଂ ଯଦି ସତରେ ଇନକ୍ୱାରି ସମୟରେ ଭିଡ଼ିଓ ଷ୍ଟେଟମେଣ୍ଟ ସମୟରେ ଭିଡ଼ିଓ ପଦକୁ ଆସିଥାଏ ତାହେଲେ ବି ତାପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେଟା ପୁଣି ପୋଲିସ ପ୍ରଶାସନ ସେ କଥା ବିଚାର କରିବ। କିନ୍ତୁ ଏକଥାକୁ ରାଜନୈତିକ ଏହି ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ମୋଡ଼ ଦେବାକୁ ଚେଷ୍ଟା କରୁଥିବା ବିଜୁ ଜନତା ଦଳ ପୁଣି ଯେଉଁ ଘାକୁ ଉଖୁରେଇବାକୁ ଚେଷ୍ଟା କରୁଛନ୍ତି। ସେ ଯେଉଁ ମାନେ ଆପଣଙ୍କର ମମିତା ମହାରଠୁ ପରିଠୁ ସ୍ମିତା ବିଶ୍ୱାଳଠୁ ଧରିକିରି ଏଗୁରା କାହିଁ ଉଠାଉନି। ମୋତେ ଲାଗୁଛି ତାଙ୍କ ଦଳ ଭିତରେ ଯେଉଁ ଅନ୍ତକନ୍ଦଳ ଚାଲିଛି, ଆକ୍ୟୁଜ ମାନେ ଯେଉଁ ତାଙ୍କ ଦଳର ନେତାମାନେ ଅଛନ୍ତି ତାଙ୍କୁ ଧରା ପକାଇବାକୁ ଆଉ ଗୋଟେ ଦଳ ବୋଧେ କଥା କହୁଛନ୍ତି ବିଜେଡିର। ସେଇ ଯୋଗୁଁ ବୋଧେ ତାଙ୍କ ଭିତରେ ବ୍ୟଗ୍ରତା ଯେ ପୁରୁଣା କେସ୍ ଗୁଡ଼ା କାହିଁ ଉଠୁନି, ପୁରୁଣା କେସ୍ ଗୁଡ଼ାକୁ କାହିଁକି ବିଜେପି ସରକାର ଶୀଘ୍ର ତଦନ୍ତ କରୁନାହିଁ। ସବୁ ହବ, କେହି ଖସିକି ଯିବେନି। ଯିଏ ଯିଏ ବଡ଼ ନେତା ଯେତେ ପ୍ରଭାବଶାଳୀ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ଯେଉଁ କେସ୍କୁ ଚପେଇ ଦେବା ପାଇଁ ଉଦ୍ୟମ କରିଛନ୍ତି ସିଏ ବି ଦିନେ ଧରା ହେବେ। ବିଜେଡି ନେତାମାନେ ବହୁତ ବ୍ୟସ୍ତ ବିବ୍ରତ ହେବା ଦରକାର ନାହିଁ। ଏ ସରକାର କାହାକୁ ଛାଡ଼ି ନାହିଁ, ଛାଡ଼ିବାର ସମ୍ଭାବନା ବି ନାହିଁ। ଏଇ ପୁରା ପୁରା ବିଜେଡି ଯେଉଁ ସାମ୍ବାଦିକ ସମ୍ମିଳନୀ କରୁଛି ତାଙ୍କର ଯେଉଁ ନେତାମାନେ ସମ୍ପୃକ୍ତ ଅଛନ୍ତି, ନୟାଗଡ଼ ନେତା, ଆପଣ କ୍ୟାପ୍ଟେନ ମିଶ୍ର ନେତା, ପ୍ରତାପ ଜେନା, ଏ ଯେଉଁ ବଡ଼ ବଡ଼ ନେତାମାନେ ସ୍ମିତା ବିଶ୍ୱାଳ କେସରେ ବିଜେଡି ସଭାପତି, ତେଣୁ ସେଇ ନେତାମାନଙ୍କୁ ଅଡ଼ୁଆରେ ପକାଇବା ପାଇଁ ତାଙ୍କର ଦଳର ଆଉ ଦଳେ ଦାବି କରୁଛନ୍ତି ସେ କେସ୍କୁ ଶୀଘ୍ର ଖୋଲ, ଆଉ ଥରେ ଖୋଲିକିରି ବିଚାର କରାଯାଉ। ଠିକ୍ ଅଛି, ଦାବି ଉଦ୍ବେଗ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ, କେହି ବାଦ ପଡ଼ିବେନି।